ଆଜ୍ଞା ଆପଣଙ୍କ ଷ୍ଟାର ନ୍ୟୁଜକୁ ହାର୍ଦ୍ଦିକ ଅଭିନନ୍ଦନ। କେନ୍ଦ୍ରାପଡାରେ ତ ଆପଣଙ୍କର ବିଗତ ବହୁତ ଦିନ ହେଲାଣି ଗଣେଶ୍ୱର ବାବୁ କଂଗ୍ରେସ ଦଳରୁ ଠିଆ ହନ୍ତି, ସେ ପ୍ରାୟ ଅଳ୍ପ କିଛି ଭୋଟରେ ହାରନ୍ତି। ତାଙ୍କର ପର୍ସନାଲିଟି କିଛି ମଧ୍ୟ ଅଛି ଭଲ କହିଲେ ଚଳେ। ଏବେ ସେ ବିଜେଡିରେ ମିଶିଛନ୍ତି, କିନ୍ତୁ କିଛି ବିଜେଡି ଗ୍ରହଣ କରିପାରୁନଥିଲେ। ଯାହା ସେ କିଛି ଯାହା ମୁଁ ବୋଲି ଶୁଣୁଛି ଦେଖୁଛି ଜାଣୁଛି, ସେମାନେ କିଛି ମତାମତ ତାଙ୍କର ଦେଇଛନ୍ତି ଏବଂ କିଛି ଭୋଟିଂ କରିଛନ୍ତି। ତେଣୁ ଗଣେଶ ବାବୁଙ୍କର ନିଜସ୍ୱ ପର୍ସନାଲିଟି ଯାହା, ତେଣୁ ସେ ନିଶ୍ଚିତ ଭଲ କରିଛନ୍ତି ବା କରିବେ ବୋଲି ଯାହା ଶୁଣୁଛୁ। ଆଜି ମଧ୍ୟ ବୋଲି ଶୁଣୁଥିଲୁ, ବୁଝୁଥିଲୁ ଯେ ପଇସା ଆସିବ, କୋଉ ପଞ୍ଚାୟତରେ କେତେ ଲିଡ୍ କରିବ କଣ। ଗଣେଶ ବାବୁଙ୍କର ଏକ ମାନେ ତାଙ୍କର ନିଜସ୍ୱ ତାପରେ ତାଙ୍କୁ ଲୋକମାନେ କିଛି ଭଲ ପାଆନ୍ତି ଆଉ ପ୍ରାୟ ଏବେ ଗଣେଶ ବାବୁ କିଛି ଭୋଟରେ ଆଗୁଆ ଅଛି। ସରକାର ତ ଆପଣଙ୍କର କେନ୍ଦ୍ରରେ ତ ବିଜେପି ଯଦି ଆସିବ, କିନ୍ତୁ ଯାହାହେଲେ ଏବେ ତ ନିଶ୍ଚିତ ବିଜେଡି ତ ଯାହା ଜଣା ପଡୁଛି, କେନ୍ଦ୍ରାପଡ଼ାରେ ତ ବିଜେଡି ପ୍ରାୟ ଭଲ କହୁଛନ୍ତି, ବିଜେଡି କରିପାରେ, ବିଜେଡି ସରକାର ଏ 5 ବର୍ଷ କରିପାରେ। ତ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆପଣ ଭାବୁଛନ୍ତି? ପୁଣି 5 ବର୍ଷ ହେଇଯିବ, ଆଉ ତାଙ୍କୁ ଏଇ 5 ବର୍ଷ ଆଉ ସେ ଭୋଟ କିଛି କମି ଯାଇପାରେ, ତାର ଅବଶ୍ୟ କିଛି କମି ଯାଇପାରେ ତାଙ୍କର, କିନ୍ତୁ ଯାହାହେଲେ ସୁଦ୍ଧା ସେ କିନ୍ତୁ ପୁଣି 5 ବର୍ଷ ଶାସନ କରିବେ ନବୀନ ବାବୁ। ଯୋଉ ରାଜନୈତିକ ହିଂସା ହଉଛି, ମାଳଗୋଳ ହଉଛି, ସେଇଟାକୁ ନେଇ କଣ କହିବେ? ନା ସେଇଟା ତ ବହୁତ ହୁଏ। ଦେଖନ୍ତୁ, ମାଡଗୋଳ ହିଂସାରେ କିଛି ମିଳିବ? ଆମେ ଆଜି ଭାଇ ଭାଇ ସମସ୍ତେ ଅଛେ, ଯଦି ସମସ୍ତେ ତ ପରସ୍ପର ସମସ୍ତେ କିଏ ବିଜେପି କହିବ, କିଏ କଂଗ୍ରେସ କହିବ, କିଏ ବିଜେପି ଜନତା, ମାନେ ବିଭିନ୍ନ ପ୍ରକାର ଲୋକଙ୍କର ମତାମତ। ଆମେ ଗଣ୍ଡଗୋଳ ଝଗଡାଝାଟି ଭଲ ମନ୍ଦରେ ଏଇଟା କଣ, ଏଥିରେ ସବୁଠୁ ଇଏ କଥା। ଇଲେକ୍ସନ ସରିଲା ଗଲା ସରିଲା, ଏଇ ଇଲେକ୍ସନ ଭିତରେ ଏଇ ନାଟକ ସବୁ ପ୍ରାୟ ହଉଛି ସବୁଆଡେ। ଆଉ ଏମିତି ଏପଟେ କାଁ ଭାଁ କୋଉଠି ସେମିତି କିଛି ନାହିଁ। ଏଇ ଯୋଉ ଇଲେକ୍ସନ ହେଲା, ମୁଁ ଭାବୁଛି ଆମର ଏଇ 2-3 ଖଣ୍ଡ ପଞ୍ଚାୟତ ପାଖରେ ମୁଁ ଏଠି ବୁଲାବୁଲି ଦେଖାଯାଇ କରେ, ମାନେ ବୁଲେ ଏମିତି ତ ଗାଁ ବୁଲିବା କଥା, କୌଣସି ରାଜନୀତି ହିସାବରେ ମୁଁ ନଥାଏ। ତେଣୁ ଏକ ପ୍ରକାର କୋଉଠି ଶାନ୍ତି ଶୃଙ୍ଖଳା ସହିତ ଭୋଟ, କୋଉଠି ସେମିତି ଝଗଡାଝାଟି ନାହିଁ ବୋଲି ଜଣା ପଡୁଛି। କୋଉଠି ସେମିତି ତ ବଦମାସ ଅଛନ୍ତି, ସେ ତ ସେମିତି କରିବେ, ତାଙ୍କ ଧର୍ମ।